सानराणी आम तन्मय विनय जाइछन्ति सेही गुरुकुल आश्रम को विद्या शिक्षा निमंते हेले आज की अनेक दिन हैला से माने फेरुनी काहे की राज्य प्रसाद कुलो स्वामी स्वरूपा आम पुत्र तन्मय विनय जाइछन्ति गुरुकुल आश्रम को शिक्षा विद्या अर्जन करबा पाई हाँ स्वरूपा हेले सर्व शिक्षा विद्या रे परिपूर्ण होई फेरि असचन्ति आज आम राजवास को स्वामी सत कहूछ हाँ स्वामी 7 वर्ष बयस से अब पुआ माने गुरुकुल आश्रम को पाठ पढ़ा जाइछन्ति हाँ सुरेखा हेले विद्या शिक्षा रे परिपूर्ण होई आज होची आपनक पुआ माने आपनक पुअंकर बयस होची आज 22 सुरेखा 22 वर्ष परे अब पुआ हम घर को फेरी आछिसन्ति स्वामी सत कहूछ ताहेले हम एठी किछि क्षण अपेक्षा करिबा तांको फेरिबा पथ को चाहि बसिबा स्वामी हाँ सुरेखा माता उठ बस भगवान तमर मंगल करंतु रे भगवान तमर मंगल करंतु अरे धन तन्मय विनय बापा सर्वबुद्धि विद्या रे निपुण हेई फेरी आसी तो राज्य प्रसाद को हाँ बापा आम्बे बेनी भाई सर्वबुद्धि विद्या रे निपुण हेई फेरी आसीଛୁ ଆପଣଙ୍କ ପାଖକୁ हेले आसिला बेल को कोनोसी झड़ झंझा विपद छुईनी तो बापा तन्मय माँ हाँ रे धन आपण मानक आशीर्वाद जेते बेले एई हम मस्तक ऊपर अछि हाँ रे धन हाँ बापा हाँ माँ धन आपण मानक आशीर्वाद जेते बेले एई हम मुंडा ऊपर अछि कोनोसी बाधा विघ्न झड़ झंझा बा विपद छेबा केते बेले कहिले देखि सही कथा तो पचारु थिलो रे धन बापा माँ हाँ रे धन ଆପଣ ହେଉଛନ୍ତି ଆମ ଚଲାନ୍ତି ଠାକୁର हाँ रे धन आशीर्वाद रही थाऊ ए मस्तक रे ए मस्तक रे स्नेह प्रेम ढाली दियो आम उपरे आशीर्वाद रही थाऊ ए मस्तक रे ए मस्तक रे स्नेह प्रेम ढाली दियो आम उपरे आहे सीता माता पूज्य देवता आहे सीता माता पूज्य देवता हसुती मुखेरुती कुसुम आगरे हो 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 आशीर्वाद रही थाऊ ए मस्तक रे स्नेह प्रेम ढाली दिया आम उपरे जीवने झड़ झंझा आदि बनाही आसिले भी पणते माने बे कोलेई जीवने झड़ झंझा आदि बनाही आसिले भी पणते माने बे कोलेई आसु जते बाधा विघ्न अंधार राति
ঠেলি দেবে বাজে পিতা মাতে না থাকি হে পিতা মাতা হে পূজ্য দেবতা হে পিতা মাতা হে পূজ্য দেবতা নাচুথিবু গাউথিবু নূয়া ছন্দরে ও ও ও আশীর্বাদ রহিথাউ হিমত করে স্নেহ প্রেম ঢালি দিଅ ଆମ ଉପରେ ନିଶ୍ଚୟ ବିନୟ ତନ୍ମୟ ଆମ ଭଲ ପାଇବା ସ୍ନେହ ଶ୍ରଦ୍ଧା ଚିରଦିନ ପାଇଁ ଅଛି ତମ ମସ୍ତକେ ଏ ସନ୍ଦେହରେ ବାପା ହଁ ରେ ଧନ ମାନେ ହେଲେ ବାପା ଧନ ମାନେ ରେ ବାପା ତମେ ମାନେ ତ ଏଇନେ ଆସିଅଛ ତମମାନେ ଥକି ପଡ଼ି ଯାଇଥିବ ସେଇଥିପାଇଁ ଯାଇକି ସେ ବିଶ୍ରାମ ଆଳୟରେ କିଛି କ୍ଷଣ ବିଶ୍ରାମ କର ଆଉ ଜାଣିଛ ଧନ ମାନେ ବାପା କାଲିକୁ ଅଛି ଦେବ ଦେବ ମହାଦେବଙ୍କ ମହାଶିବ ଜାଗର ରାତ୍ରି ସେଇ ପୂଜା ଉତ୍ସବ ନିମନ୍ତେ ତମମାନଙ୍କୁ ଆଣିବାକୁ ହବ ସ୍ୱର୍ଣ୍ଣ ଚମ୍ପା ଫୁଲରେ ଧନ ସ୍ୱର୍ଣ୍ଣ ଚମ୍ପା ଫୁଲ ବିନୟ ଜ୍ୟେଷ୍ଠ ଭ୍ରାତ ଆସନ୍ତା କାଲି ଅଛି ଦେବ ଦେବ ମହାଦେବଙ୍କ ମହାଶିବ ଜାଗର ରାତ୍ରି ଆଉ ସେଇ ପୂଜାନୋତ୍ସବ ନିମନ୍ତେ ଆମକୁ ସ୍ୱର୍ଣ୍ଣଚମ୍ପା ପୁଷ୍ପ ଆଣିବା ପାଇଁ ପଡ଼ିବ ରେ ବିନୟ ତେବେ ଠିକ୍ ଅଛି ଜ୍ୟେଷ୍ଠ ଭ୍ରାତ ପିତାଙ୍କ ଆଦେଶ ଅନୁସାରେ ଆମ୍ଭେ ବେଣୀ ଭାଇ ଚାଲିଯିବୁ ସେଇ ନିଘଞ୍ଚ ଘୋର ଅରଣ୍ୟ ମଧ୍ୟକୁ ସ୍ୱର୍ଣ୍ଣ ଚମ୍ପା ଫୁଲ ନିମନ୍ତେ ହେଲେ ବଡ଼ ଭାଇ ବିନୟ ମୁଁ ତ ପୁରାପୁରି ଥକି ପଡ଼ିଛି ତେବେ ଚାଲନ୍ତୁ ବିଶ୍ରାମାଳୟରେ କିଛି କ୍ଷଣ ବିଶ୍ରାମ କରି ଚାଲିଯିବୁ ସେଇ ନିଘଞ୍ଚ ଅରଣ୍ୟ ମଧ୍ୟକୁ ତୁ ଠିକ୍ କହିଛୁ ରେ ବିନୟ ବାପା ତନ୍ମୟ ମା ତାହେଲେ ଆମକୁ ଯିବା ପାଇଁ ଦିଅନ୍ତୁ ଆମେ କିଛି ସମୟ ବିଶ୍ରାମ କରି ହରେ ଧନ ଚାଲିଯିବୁ ସେଇ ନିଘଞ୍ଚ ଅରଣ୍ୟ ମଧ୍ୟରେ ଥିବା ପୁଷ୍ପ ଉଦ୍ୟାନ ମଧ୍ୟକୁ ସ୍ୱର୍ଣ୍ଣଚମ୍ପା ପୁଷ୍ପ ନିମନ୍ତେ ହରେ ବାପା ତାହେଲେ ତମେ ଆସୁଛୁ ବାପା ନିଶ୍ଚୟ ଧନ ଆସୁଛୁ ମା ଆସୁଛୁ ବଡ଼ ମା ହରେ ଧନ୍ୟ ସ୍ୱାମୀ ସାନ ରାଣୀଲୋ ହଁ ସ୍ୱାମୀ କାଲି ପ୍ରଭାତକୁ ଚାଲିଯିବେ ଆମ ତନ୍ମୟ ବିନୟ ସେ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ସେଇ ପୁଷ୍ପ ଉଦ୍ୟାନକୁ ସ୍ୱର୍ଣ୍ଣ ଚମ୍ପା ଫୁଲ ନିମନ୍ତେ ହଁ ସ୍ୱାମୀ ହେଲେ ସେଇ ସ୍ୱର୍ଣ୍ଣ ଚମ୍ପା ଫୁଲ ଆଣିବା ଗୋଟାଏ ତୁଚ୍ଛ ସ୍ୱାମୀ ବୁଦ୍ଧି ବିଦ୍ୟାର ତ ଦୁହେଁ ସମତୁଲ ନିଶ୍ଚୟ କିଏ କେତେ ପାରଙ୍ଗମ ଅଛି ବୋଲି ସେମାନଙ୍କୁ ମୁଁ ପରୀକ୍ଷା କରୁଛି ଏଇଟା ହଉଛି ସେମାନଙ୍କ ପାଇଁ ଗୋଟାଏ ପରୀକ୍ଷା ସ୍ୱାମୀ ସ୍ୱରୂପା ତାହେଲେ ଆପଣ ଆମ ସୁନାପୁଆ ମାନଙ୍କର ପରୀକ୍ଷା ନେବାକୁ ଚାହୁଁଛନ୍ତି ହଁ ସ୍ୱରୂପା ଆଉ ଗୋଟେ କଥା ଜାଣିଛ କୋଉ କଥା ସ୍ୱାମୀ ଯୋଉ ପୁତ୍ରଟା ପ୍ରଥମେ ନେଇକି ଆସିବ ସ୍ୱର୍ଣ୍ଣ ଚମ୍ପା ଫୁଲ ତା ବିବାହ ପ୍ରସ୍ତାବ ପ୍ରଥମେ ପକେଇବି ବୋଲି ମୁଁ ମନରେ ସ୍ଥିର କରିଅଛି ସ୍ୱାମୀ ହଁ ମହାରାଣୀ ଆପଣ ଠିକ ନିଷ୍ପତ୍ତି ନେଇଛନ୍ତି ସ୍ୱାମୀ ସତ କହୁଛ ତାହେଲେ ଠିକ ଅଛି ପ୍ରାଣ ସଙ୍ଗିନୀ ଆମେ ମଧ୍ୟ ଚାଲିଯିବା ସେ ବିଶ୍ରାମ ଆଳୟକୁ କିଛି କ୍ଷଣ ବିଶ୍ରାମ କରି ଆମ ପୁତ୍ରମାନଙ୍କ ଫେରିବା ପଥକୁ ଚାହିଁ ବସିବା ଏବେ ଚାଲନ୍ତୁ ସ୍ୱାମୀ ହଁ ସୁରେଖା
अरे ए रमेश सारे अरे मो पर मो झील को देखा करने को आसी सार अथच मो झील कहे सारे ଆପଣଙ୍କ ଝିଅ ତନୁପ୍ରଭା ସଖୀ ମାନଙ୍କ ସହିତ ଖେଳିବାକୁ ଯାଇଛନ୍ତି ସାର୍ हाउ भल करी ସାର୍ ସାର୍ अरे ये समय मो झील खेलबनी तो आउ खेलब किए ସାର୍ ସାର୍ हिंदू रमेश ସାରେ अरे ता बापा कथा मध्य करो निश्चय मन रहा कथा ନିହାତି ସାର୍ ନିହାତି हेली रमेश ହେଲେ ସାର୍ अरे मो जो मो झील को देखा करने को आसी ସାର୍ 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 मो झील कुआड़े खेलने जाऊँगी शीघ्र डाकी दे ସାରେ मो ताको निश्चय साक्षात करी ସାର୍ ଆପଣ ଯଦି ବ୍ୟସ୍ତ ହେଇଗଲେଣି ତାହେଲେ କ୍ଷଣି ଡାକି ଦଉଛି ସାର୍ ହଉ ଠିକ ଅଛି ଆଲୋ ମା ତନୁ ଦେଇ ଯୋଉଠାରେ ଥିଲେ ମଧ୍ୟ ବାପା ପାଖରେ ଉପସ୍ଥିତ ହୁଅ बापा ज्ञानमर भक्ति परा भूमिष्ठ प्रणाम बापा आयुष्मान भव दीर्घायु भव उठिरे माँ भगवान तोर मंगल करंतु बापा बारे हाँ बापा अरे अनेक समय मो एठी आसी तोते अपेक्षा करिछि हेले बापा मु सखी से देरी खेलिबा पाई जाइथिली बापा सी पवन को हौ भल करिछि बापा अरे ए समय तू न खेलिबु तो औ खेलिबो के हाँ बापा किंतु रे माँ बापा अरे तो बापा कथा मध्य तोर निश्चय मन रहिबा कथा बापा आसे आसे समयटा ହେଇଗଲା ବୋଲି ତମେ ଏମିତି କଥା କହୁଛ କାହିଁକି ବାପା अरे माँ ବାପା अरे तू तो जानिछ तो चमर एकमात्र अड़ियाड़ कन्या हाँ बापा ଆଉ ତୋତେ ଦଣ୍ଡନ ଦେଖିଲେ ମତେ ଚତୁର୍ଦିଗ କେମିତି ଅନ୍ଧକାର ଦେଖାଯାଏ ବାପା ହରେ ହେଲେ ବାପା ଛାଡ଼ ସେ କଥା ଏନେ ତ ଆସି ଯାଇଛି ନା ହେଲେ ବାପା କଥାଟି କହିବେ ବୋଲି ଭାବିଛି କଥାଟି କହିବୁ ହଁ ପୁଣି ମୋ ପାଖରେ ହଁ ବାପା पेड़ी लाजुछे बापा नी बोलू करे मा तोर मनर कथा तोर बापा के दिल खाली कर क ହରେ ମା ବାପା ହରେ କଣ କହିବାକୁ ଚାହୁଁଛୁ ଶୀଘ୍ର କହିଦେ ରେ ମା ବାପା ମାରେ ଆସନ୍ତାକାଲି ଦେବଦେବ ମହାଦେବଙ୍କ ଜାଗର ଅଛି ବାପା ମୋତେ ଅନୁମତି ଦିଅ ମୁଁ ଚାଲିଯିବି ସେଇ ପବନକୁ ସ୍ୱର୍ଣ୍ଣ ଚମ୍ପା ଫୁଲ ପାଇଁ ବାପା ହରେ ମା ବାପା अरे तू पुणे चली जीवु सेई स्वर्ण चंपा फूल पाई घोर कारण मध्य ହଁ ବାପା नाई रे मा ବାପା अरे घोर कारण मध्य अनेक हिंस जंत्र माने रहंते हाँ सार से पुष्प उद्यान रे नाग देवता थांती सार सुनिलु रे मा ବାପା रोमियो कौन कहले सुनिलु अरे से पुष्पातन कोड़े नाग देवता माने रहंते ହେଲେ ଆମେ ଦେଖିକି ଚଳିବୁ ବାପା तथापि ବାପା तथापि मु कहूछि मा तू होछो झियो पिलाडा ବାପା आउ झियो पिला माने सेई घोर कारण मध्य को जिबारो जमारू उचित हबनी ଏକୁଟିଆ ଚାହୁଁନି ବାପା ସଖୀ ସହିତ ଯାଇ ଫେରି ଆସିବି अरे मा ବାପା अरे तो सखी सहचरे माने मध्य से माने मध्य झियो पिला ବାପା ଆଉ ଝିଅ ପିଲାମାନେ କେମିତି ସେ ଉପବନ କୁ ଯିବ ନାଇଁ ରେ ବା ମୁଁ ତତେ ସେ ଉପବନ ଯିବାକୁ ଅନୁମତି ଦେଇପାରିବିନି ବାପା ହଁ ରେ ମା हे पूज्य प्रियर विनती मोहर प्रकाश तब द्वार। हे पूज्य प्रियर विनती मोहर प्रकाश तब द्वार। सहचरिता देवी मुकानन सहचरिता देवी मुकानन आदेश दिय एथर। हे पूज्य प्रियर
ପୂଜା ପିଆର ବିନତି ମୋର ପ୍ରକାଶେ ତବ ଗର ହେ ପୂଜା ପିଆର ବିନତି ମୋର ପ୍ରକାଶେ ତବ ଗର ଆରେ ମା ବାପା ଆରେ ଆମ ବଗିଚାରେ ଯାହା ସବୁ ଫୁଲ ଅଛି ହଁ ବାପା ସେ ଫୁଲ ତୋଳି ଆଣି ଦେବଦେବ ମହାଦେବଙ୍କୁ ପୂଜା କଲେ କଣ ସେ ପ୍ରସନ୍ନ ହେବେନି କି? ନାଇଁ ବାପା ପ୍ରସନ୍ନ ହେବିନି ତାହେଲେ ତୋତେ ନିଶ୍ଚୟ ସେଇ ସ୍ୱର୍ଣ୍ଣ ଚମ୍ପା ଫୁଲ ହିଁ ଦରକାର। ହଁ ବାପା ଆରେ ବାପା ତଥାପି ମୁଁ କହୁଛି ତ ଏ ବାପା କହୁଛି ମୁଁ ତୋତେ ସେ ଘୋର କାରଣ ମଧ୍ୟକୁ ଯିବା ପାଇଁ ଜମାରୁ ଅନୁମତି ଦେଇ ପାରିବିନି। ବାପା ବାସ୍। ତମେ ଯଦି ମତେ ଅନୁମତି ନ ଦେଇଛ ନା ବାପା ମୁଁ ତମ ସହିତ ଜମାରୁ କଥା ହେବିନି। আরে আরে হে তনু মা আরে রাগরুষা অভিমান ছাড়িদেলো মা তো বাপাকে কহি তো পুষ্প উদ্যান যা কথা ফাইনাল করে দৌছি সারে আপনার একমাত্র অলিଅଳ ঝিও তা মন দুঃখ করুছন্তি কাহিকি সার আরে অনুমতি দেই দিয়ন্তু স্বর্ণ চম্পা পুষ্প তোলিকি শীঘ্র চালি আসিবে সার আরে রমেও সারে আরে ତୁ ପରେ କହୁଥିଲୁ ସାର୍ ସେଇ ସ୍ୱର୍ଣ୍ଣ ଚମ୍ପା ଗଛ ମୂଳରେ କୁଆଡେ ନାଗ ଦେବତାର ହନ୍ତି ଥାନ୍ତି ସାର୍ ପୁଣି କହୁଛୁ ଅନୁମତିଟା ଦେଇଦିଅ। সারে আপ তন্নুমা সাধারণ কামরে যাও না হান্তি আরে স্বর্ণ চম্পা পুষ্প আনিলে সিনা দেবদেব মহাদেবଙ୍କୁ অর্পণ করিবে মহাদেব প্রসন্ন হেলে আম মাଙ୍କୁ সুন্দরিয়া বরটে মিলিব সার ହଉ ଠିକ ଅଛି ରମେଶ। সার সার ଆରେ ତୁ ଯେତେବେଳେ କହୁଛୁ ମୋ ଝିଅକୁ ମୁଁ ଅନୁମତିଟା ଦେଇଦେଉଛି। হ্যাঁ স্যার হ্যাঁ স্যার ଆରେ ମା ତନୁ আহ আহ ଆରେ ମା আসে মা আসে ଆରେ ମୁଁ କଣ ତୋତେ ମନା କରିଦେଲି ବୋଲି ତୁ କଣ ତ ମନ ଉଡ଼ା କରିଛୁ? ଆରେ ମା ହଁ ବାପା ଆରେ ଆଜି ପର୍ଯ୍ୟନ୍ତ ତୁ ଯାହା ସବୁ ମାଗିଛୁ ବାପା ମୁଁ ତୋତେ ସବୁ ଦେଇଛି। ଜାଣିଛି ବାପା ଆଉ ଆଜି ସାମାନ୍ୟ ସେ ସ୍ୱର୍ଣ୍ଣ ଚମ୍ପା ଫୁଲ ପାଇଁ ତୁ ଯେତେବେଳେ ଘୋର କାରଣ ମଧ୍ୟକୁ ଯିବା ପାଇଁ ଇଚ୍ଛା କରିଛୁ ହଁ ବାପା ମୁଁ କଣ ତୋ ମନ ଉଡ଼ା କରିପାରିବି? ବାପା ମୁଁ ଫୁଲ ବନ ଯିବି ବାପା ହରେ ବାପା ତୁ ନିଶ୍ଚିନ୍ତ ମନରେ ସେଇ ଘୋର କାରଣ ମଧ୍ୟକୁ ଯାଇ ହଁ ବାପା ସ୍ୱର୍ଣ୍ଣ ଚମ୍ପା ଫୁଲ ତୋଳି ଆଣି ଦେବଦେବ ମହାଦେବଙ୍କୁ ପୂଜା କରିବେ ରେ ମା। ଆରେ ବାପା କିନ୍ତୁ ଗୋଟାଏ କଥା ମନେ ରଖ ସେଇ ଘୋର କାରଣ ମଧ୍ୟକୁ ଅନେକ ଦୂରକୁ ଯିବୁ ନାଇଁ ବାପା ଯୋଉଠାରେ ସ୍ୱର୍ଣ୍ଣ ଚମ୍ପା ଗଛ ମୂଳ ଅଛି ହଁ ବାପା ସେଇଠାରୁ ସେ ସ୍ୱର୍ଣ୍ଣ ଚମ୍ପା ଫୁଲ ତୋଳି ଆଣି ଅବିଳମ୍ବ ଚାଲି ଆସିବୁ ତୋ ପିତାଙ୍କ ସମ୍ମୁଖେ। ତାହେଲେ ମତେ ଅନୁମତି ଦିଅ ବାପା ଠିକ ଅଛି ରେ ମା। अरे तू कहलु बोली मो झिଅକୁ ମୁଁ ସେଇ ଘୋର କାରଣ ମଧ୍ୟକୁ ଯିବା ପାଇଁ ଅନୁମତିଟା ଦେଇଛି। হ্যাঁ স্যার ହେଲେ ସେଇ ଘୋର କାରଣ ମଧ୍ୟରେ ମୋ ଝିଅର କିଛି ଅମଙ୍ଗଳ ଘଟିବନି ତ? তাই সারে কিছু অমঙ্গল ঘটিবনি ତଥାପି ମୁଁ କହୁଛି সারে ମୋ ଝିଅ ସହିତ ତତେ ମଧ୍ୟ ସେଇ ଘୋର କାରଣ ମଧ୍ୟକୁ ଯିବାକୁ ପଡ଼ିବ। স্যার এতে বড় দায়িত্ব পুনি মো উপরে স্যার ଆରେ ରମେଶ সারে अरे ତନୁ ଯେତେବେଳେ ମୋ ଝିଅ স্যার अरे ତୋର କ'ଣ ଏତେ ଦାୟିତ୍ୱ ହବନି କି? স্যার হব স্যার হব କିନ୍ତୁ ଗୋଟାଏ କଥା ମନେ ରଖିବୁ কৌ কথা কি সারে ସେଇ ଘୋର କାରଣ ମଧ୍ୟରେ ମୋ ଝିଅ ତନୁ ଯେମିତି ତତେ ଚିହ୍ନି ପାରିବନି। তা মানে তম কহিবা উদ্দেশ্য হেকি যে মতে ছদ্মবেশ ধারণ করিকি যাওয়া পড়িব স্যার ବସ୍ স্যার 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 ତତେ ଛଦ୍ମବେଶୀ ହେଇ ମୋ ଝିଅର ସବୁବେଳେ
ପାଖ ରହିବାକୁ ପଡ଼ିବ। ହଁ ସାର୍ ସେଇଆ ହିଁ କରିବି ସାର୍। ତାହେଲେ ଠିକ ଅଛି, ସାର୍ ଝିଅ ମୋର ଚାଲି ଯାଇଛି ସେଇ ଘୋର କାନ ମଧ୍ୟକୁ, ସାର୍ ସାର୍ ତା ସହିତ ତୁ ମଧ୍ୟ ଚାଲି ଯା। ହଁ ସାର୍ ଏଇ କ୍ଷଣି ଗଲି ସାର୍। ଠିକ ଅଛି। ଓକେ बड़ भाई ନିଘଞ୍ଚ ଅରଣ୍ୟ ମଧ୍ୟରେ ଥିବା ପୁଷ୍ପଜନ ମତେ ପହଞ୍ଚି ଯାଇଛି। हाँ ज्येष्ठ भ्राता ହେଲେ କହୁଥିଲେ ସ୍ୱର୍ଣ୍ଣ ଚମ୍ପା ପୁଷ୍ପର ସୁଗନ୍ଧଟା ପାଉନି, କଣ କରିପାରିବି ବିନୟ? बड़ भाई ବିନୟ ଯେତେବେଳେ ପିତାଙ୍କ ଆଦେଶ ନେଇ ଚାଲି ଆସିଛ ଏଇ ନିଘଞ୍ଚ ଅରଣ୍ୟ ମଧ୍ୟକୁ ଚମ୍ପା ଫୁଲ ନିମନ୍ତେ এই পুষ্প উদ্যানের কিছু ক্ষণ চম্পা ফুলর সন্ধান করিবা বড় ভাই। ତୁ ଠିକ କହିଛୁ ବିନୟ। সজিত হইল যে প্রভা তু বেনি ভ্রাত চলতি কানন মধ্যে হই এক চিত এক মনায় গঠিত হই কানন রে নিরেক্ষণ চম্পা ফুল আনন্দ মন রে বিলবিলি ফুল বন ঘর কানন রে সবান্তি বেনি রাতরে বন রে ବିନୟ ଚତୁର୍ଦିଗରେ ଖୋଜିଲେ ହେଲେ କୋଉଠି ସ୍ୱର୍ଣ୍ଣ ଚମ୍ପା ପୁଷ୍ପଟା ପାଇଲେନି, କଣ କରିବାରେ ବିନୟ? ବଡ଼ ଭାଇ ଆମେ କଣ ଖାଲି ହାତରେ ଫେରିଯିବା? କଣ କହିଲେ ଜ୍ୟେଷ୍ଠ ଭ୍ରାତ? ଆମ୍ଭେ ବେନି ଭାଇ ପୁଣି ଖାଲି ହାତରେ ଫେରିଯିବା ରାଜପ୍ରସାଦକୁ? ନାଇଁ ବଡ଼ ଭାଇ ନାଇଁ, ଆମ୍ଭେ ହଉଛୁ କ୍ଷତ୍ରିୟ ପୁତ୍ର, ଆମ୍ଭେ ହଉଛୁ ବୀର ପୁତ୍ର। ଆମେ କଣ ଖାଲି ହାତରେ ଫେରିଗଲେ କ୍ଷତ୍ରିୟ କୁଳର ମର୍ଯ୍ୟାଦା ରହିବଟି ବଡ଼ ଭାଇ? ଆସନ୍ତା କାଲି ହଉଛି ଦେବଦେବ ମହାଦେବଙ୍କ ଜାଗର ରାତ୍ରି। ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯେମିତି ହେଲେ ମଧ୍ୟ ସ୍ୱର୍ଣ୍ଣ ଚମ୍ପା ଫୁଲ ନେବା ପାଇଁ ପଡ଼ିବ। ହେଲେ ବଡ଼ ଭାଇ ବିନୟ ମତେ ତ କିଛି ବୁଦ୍ଧିବାଟ ଦେଖାଯାଉନି ଜ୍ୟେଷ୍ଠ ଭ୍ରାତ। ଆପଣ ଗୋଟାଏ ଉପାୟ ପାଞ୍ଚନ୍ତୁ ବଡ଼ ଭାଇ, ଆପଣ ଗୋଟାଏ ଉପାୟ ପାଞ୍ଚନ୍ତୁ। ତୁ ଠିକ କହିଛୁ ବିନୟ। ଆମେ ଯଦି ଖାଲି ହାତରେ ଫେରିଯିବା, ଆରେ ହଁ ଆମେ ଯଦି ଖାଲି ହାତରେ ଫେରିଯିବା ତାହେଲେ ତା ପୁରୁଷତାର ପରିଚୟ ହେଇପାରେ। ହଁ ବଡ଼ ଭାଇ ଯେମିତି ହେଲେ ମଧ୍ୟ କଳେ ବଳେ କୌଶଳେ ସ୍ୱର୍ଣ୍ଣ ଚମ୍ପା ପୁଷ୍ପ ନେଇକି ଯିବା ପାଇଁ ପଡ଼ିବ। ହେଲେ କି ଉପାୟ ପାଞ୍ଚିମିରେ ସାନର୍ଯ୍ୟ? ଜ୍ୟେଷ୍ଠ ଭ୍ରାତ ବିନୟ ଯେମିତି ହେଲେ ମଧ୍ୟ ଆପଣଙ୍କୁ ଗୋଟାଏ ଉପାୟ ପାଞ୍ଚିବାକୁ ପଡ଼ିବ ବଡ଼ ଭାଇ। ଉପାୟ ହଁ ବଡ଼ ଭାଇ ଉପାୟ ଉପାୟ ହରି ବିନୟ ତୁ ଚାଲିଯିବୁ ଦକ୍ଷିଣ ପଶ୍ଚିମ ଦିଗକୁ, ଆଉ ମୁଁ ଚାଲିଯିବି ଉତ୍ତର ପୂର୍ବ ଦିଗକୁ। ଚତୁଃପାର୍ଶ୍ୱରେ ବେନିଭ୍ରାତ ଘୁରି ବୁଲି ଅନୁସନ୍ଧାନ କରି ନେଇକି ଯିବା ପାଇଁ ପଡ଼ିବ ସ୍ୱର୍ଣ୍ଣ ଚମ୍ପା ପୁଷ୍ପଟା। ତେବେ ଠିକ୍ ଅଛି ଜ୍ୟେଷ୍ଠ ଭ୍ରାତ, ଆପଣଙ୍କ ଆଦେଶ ଅନୁସାରେ ମୁଁ ଚାଲିଯିବି ଦକ୍ଷିଣ ପଶ୍ଚିମ ଦିଗକୁ, ଆପଣ ଚାଲିଯିବେ ପୂର୍ବ ଉତ୍ତର ଦିଗକୁ। ତେବେ ବଡ଼ ଭାଇ ବିନୟ ଆପଣ ମୋତେ ବିଦାୟ ଦିଅନ୍ତୁ ଜ୍ୟେଷ୍ଠ ଭ୍ରାତ, ଯେମିତିକି ସ୍ୱର୍ଣ୍ଣ ଚମ୍ପା ଫୁଲ ନିରୀକ୍ଷଣ କରିବାରେ ମୁଁ ସଫଳ ହେବି। ତୋର ଯାତ୍ରା ମଙ୍ଗଳମୟ ହେଉ ରେ ବିନୟ, ତୋର କାର୍ଯ୍ୟ ସଫଳ ହେଉ। ଉଠରେ ଭାଇ ଉଠ।
ମଞ୍ଚରେ ମଞ୍ଚସ୍ଥିତ ହେଉଥିବା ମହାନ କାଳ୍ପନିକ ନାଟକ ପୁଣ୍ୟ ସଂସାରରେ ପାପର ଘର ବା କିଏ ପର ଏଠି କିଏ ନିଜର ଉକ୍ତ ନାଟକରେ ପୁରସ୍କାର ଦାତା ହେଲେ ଭବେଶ ସିଂ ଜଗତ ଶ୍ରୀ ସଦନ ନାଗ ଦୁଇ ଜଣ ମିଶି 30 କୋଟି ଭାରତୀୟ ମୁଦ୍ରା ଅର୍ପଣ କରିଛନ୍ତି ତାଙ୍କ ଅର୍ପିତ ରାଶିକୁ ସାଦରେ ଗ୍ରହଣ କଲୁ ଜୟ କଲା ଜୟ କଲାକାର नाना दादी पुष्पाटी कि सुंदर देखा जाऊँ संगति पवन हेले ये आमको स्वर्ण चंपा फूल संग्रह करी हम सखी देखा सखी देखा यही उद्यान सखी देखा यही उद्यान सखी देखा यही उद्यान फूल फूली गीते शोभन मणि मालती देवती नाना कुसुम चंपा करियारा बाजे किरई मन जुई जाई टगर करी करिना फुटी भी फुटी बाबाई मन उचन महा महा बाजे बना सखी किरे तानु मन सखी देखा यही उद्यान फूल फूटी दिसे शोभन फूल फूटी दिसे शोभन वेदना तू सही न पारुची मने मने साथी पाई चुरी मरुची प्रिय पाई चाचा कम ममु बसिची आसिबे के बेल सखी कथा भाबुची भाली 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 भाली